କିଛି ମାନେ ଡିସ୍ପ୍ୟୁଟ୍ କିଛି ନାହିଁ। ଜିନିଷଟା ହଉଛି ମଝିରେ କିଛିଟା ମନମାଳିନ୍ୟ ହେଇଯାଇଥିଲା, ଯୋଉଟା କି ପ୍ରଶାସନ ଆମର ଉପମୁଖ୍ୟ ପ୍ରଶାସନ ଯେହେତୁ ତ୍ରୟୋଦଶୀଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ସବୁ ଜିନିଷର ଆୟ ବ୍ୟୟ ସବୁର ହକଦାର ଅଛି। ତା ଭିତରେ କେତେ ଜଣ ସମ୍ପୃକ୍ତ ସେବକ ଆସନ୍ତି, କେତେ ଜଣ ସମ୍ପୃକ୍ତ ସେବକର କିଛିଟା ଜିନିଷ ତାଙ୍କର ଥାଏ, ଯୋଉ ଜିନିଷ ଉପରେ ତାଙ୍କର ଟିକେ ମନମାଳିନ୍ୟ ଥିଲା। ଆଜ୍ଞା ପ୍ରଶାସନ ଆମ କଥା ବୁଝୁନି, କିନ୍ତୁ ଦଇତାକୁ ଆମେ ସବୁ ଜିନିଷ ଇଏ କରୁଛୁ, ସେଇ ଜିନିଷ ଉପରେ କିଛି ନାହିଁ। ତାକୁ ଆମ ଉପମୁଖ୍ୟ ପ୍ରଶାସକ ସୁନ୍ଦର ଭାବରେ ତାକୁ ଯେହେତୁ ସେ ଆଇନର ଆଶ୍ରୟ ନେଇଥିଲେ, ସେ ଜିନିଷ ଉପରକୁ ତାକୁ କ୍ଲିୟରାନ୍ସ କରିକି ଜିନିଷଟାକୁ ନିଜ ଭିତରେ ଆପୋଷ ବୁଝାମଣାରେ ସମାଧାନ କରିଦେଲେ। ସେ ଜିନିଷ ଭିତରେ ଆଉ କିଛି ନାହିଁ। ଦୁଇ ଜଣଙ୍କ ଭିତରେ ଭଲ ସମନ୍ୱୟ ଭାବରେ ମିଟିଂ ସମାପନ କରାଗଲା। ବ୍ୟବସ୍ଥାବଳୀ ସବୁ ବର୍ଷ ଯେମିତି ରହିଛି ସେମିତି ଏ ବର୍ଷ ରହିଛି। ଯେମିତିକି ମୋବାଇଲ ନେଇପାରିବେ ନାହିଁ, ଆମର ସାଣବେଲା ପୂର୍ବରୁ ଗୋଟେ ଭକ୍ତ ଉପରକୁ ଯାଇପାରିବ ନାହିଁ। ଯିଏ ଯୋଉ ମାନେ ପାସ୍ ଧାରୀ ଥିବେ ସେମାନେ ହିଁ ଖାଲି ସ୍ନାନ ବେଦୀ ଉପରକୁ ଯାଇପାରିବେ, ଯାହାର କାର୍ଯ୍ୟ ନାହିଁ ସେମାନେ ବି ଯାଇପାରିବେ ନାହିଁ। ସେଇ ଟାଇପର ଯେମିତି ସବୁ ବର୍ଷ ବ୍ୟବସ୍ଥାବଳୀ ହୁଏ, ସେମ୍ ବ୍ୟବସ୍ଥାବଳୀ ଆଜି ଆମର ଦଇତାପତି ନିଯୋଗ ଚୂଡା ନିଯୋଗ ଭିତରେ ଗଲା ବର୍ଷର କିଛି ବିବାଦ ଥିଲା, ଯୋଉଟା କି ଚଳିତ ବର୍ଷ ସେ ବିବାଦ କେମିତି ନହବ ସେଥିପାଇଁ ଆଜି ମଧ୍ୟ ଏକ ବୈଠକ ହେଲା, ଯୋଉଥିରେ କି ଜିଲ୍ଲାପାଳ ମଧ୍ୟ ପ୍ରସ୍ତାବ ଦେଲେ ନାହିଁ ଉଭୟଙ୍କ ଭିତରେ ଗୋଟେ ଲେଖା ରହିବ, ଯୋଉ ଲେଖାରେ ଭବିଷ୍ୟତରେ ନା ଚୁନା ନିଯୋଗ ବା ଦଇତାପତି ନିଯୋଗ ଭିତରେ କୌଣସି ବିବାଦ ନ ହେଇପାରିବ, ସେଥିପାଇଁ ଗୋଟେ ଲେଖା ପାଇଁ ବ୍ୟବସ୍ଥା କରାଗଲା। ନିଶ୍ଚିତ ଭାବରେ ମହାପ୍ରଭୁଙ୍କର ରଥଯାତ୍ରାକୁ କେମିତି ସୁନ୍ଦର ଭାବରେ କରାଯିବ, କାହିଁକିନା ଗୁରୁ ଦାୟିତ୍ୱ ଦଇତାପତି ମାନଙ୍କର ଗୁରୁ ଦାୟିତ୍ୱ, ଯୋଉଟା କି ବହୁତ ଜିନିଷରେ ମଧ୍ୟ ବିବାଦ ଥାଏ। ସେ ବିବାଦକୁ ଆସ୍ତେ ଆସ୍ତେ ଯଦି ଆମେ ଠିକ ଭାବେ ନ କରିବା ତାହେଲେ ରଥଯାତ୍ରା ବିଶୃଙ୍ଖଳିତ ହବ। ସେଥିପାଇଁ କେତେ ଗୁଡ଼ିଏ ପ୍ରପୋଜାଲ ମଧ୍ୟ ଆମେ ଦେଇଛୁ, ଯୋଉଟା କି ଗଲା ବର୍ଷର ସବୁଠୁ ଅସୁବିଧା ଜିନିଷ ଥିଲା ମହାପ୍ରଭୁ ଯୋଉ ପହୁଡ଼ କରିବା ପାଇଁ। ଏଇ ଯୋଉ ପହୁଡ଼ କରିବାର ଗୋଟେ ଟାଇମ ଫିକ୍ସ କରାଯିବ, ନୀତି ସରିଲା ପରେ ପହୁଡ଼ ଖୋଲାଯିବ କେମିତି, ସେଥିପାଇଁ ପ୍ରପରଲି ତାଙ୍କର ସୂଚନା କେନ୍ଦ୍ରରେ ଡିକ୍ଲାର କରିବେ। ଡିକ୍ଲାର କଲା ପରେ ମଧ୍ୟ ସମସ୍ତ ଅଫିସର୍ସ ରହିବେ, ପୁଲିସ ରହିବେ, ମିଡିଆ ଭାଇମାନେ ରହିବେ, ଦଇତାପତି ମାନେ ରହିବା ପରେ ସେଇ ପହୁଡ଼ଟି ଖୋଲାଯିବ। ଯାହାଦ୍ୱାରା ହଠାତ୍ ଖୋଲିଦେବା ଦ୍ୱାରା ଯୋଉଟା କି ଆମେ ଆରଥରକର ଯୋଉ ସମସ୍ୟା ହେଇଛି ତାକୁ ମଧ୍ୟ ପାଇଁ ଆମେ ମଧ୍ୟ ଆମ ପ୍ରସ୍ତାବ ଦିଆଯାଇଛି। ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ଆମର ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆମର ଡିସ୍କସନ ଚାଲିଛି। ଏହି କ୍ରମରେ ଆଜି ଆମର ଦଇତାପତି ନିଯୋଗ, ଚୁନରା ସେବକ ନିଯୋଗ ସମସ୍ତ ବନ୍ଧୁମାନଙ୍କ ସହିତ ଆଜି ଡିସ୍କସନ ହୋଇଥିଲା। କେମିତି ଆମର ନୀତି ଶୃଙ୍ଖଳିତ ହବ, କେମିତି ସବୁ ସମୟରେ ନୀତି ହେଇପାରିବ, କୋଉ ସ୍ଥାନରେ ଯାହା ସବୁ ବିଗତ ଦିନରେ ଇସ୍ୟୁଜ ଥିଲା ତାକୁ କେମିତି ଆମେ ଠିକ ଭାବରେ ସମ୍ପାଦନ କରିପାରିବା, ତା ଉପରେ ଆଜି ଡିଟେଲ ମିଟିଂ ହେଇଛି, ସହମତି ମଧ୍ୟ ହେଇଛି ଏବଂ ୟାର ମିନିଟ୍ସ ବାହାରିବ ଏବଂ ସେଇ ଏସଓପି ହିସାବରେ ସମସ୍ତେ କାର୍ଯ୍ୟ କରିବାକୁ ଆମେ ଅନୁରୋଧ କରିଛୁ। ଯେମିତି ମୁଁ କହିଲି, ଆମର କିଛିଟି ଯୋଉ ଅସୁବିଧା ହେଇଥିଲା ତାକୁ ନେଇକି ବି ଆମେ ଆଜି ସେଇ ଏସଓପି ଗୁଡାକୁ ଡ୍ର କରୁଛୁ, ଯେମିତି ପରବର୍ତ୍ତୀ ସମୟରେ କାହା ଭିତରେ କିଛି ବୁଝାମଣାର ଅସୁବିଧା ନ ରହିବ ଆଉ ପ୍ରଶାସନ ସହିତ ପୁଲିସ ସହିତ ଯେମିତି ସମସ୍ତେ ମିଶିକି କାର୍ଯ୍ୟକ୍ରମ କରିପାରିବେ, ନୀତି ନିର୍ଘଣ୍ଟ ଶୃଙ୍ଖଳିତ ଭାବରେ କରିପାରିବେ, ତା ପାଇଁ ଆଜି ଆମେ ମିଟିଂ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।